ଦେଖନ୍ତୁ ସାଙ୍ଗମାନେ, ଆଜି ଶନିବାର ଆଉ ତେଣୁ କରିକି ଆମର ଆଜି ଶନି ମେଳା ହେବ। ଆଉ ଚାଲନ୍ତୁ ଆଜି ଶନିବାର, ଆଜି ଶନି ମେଳା ଯିବ। ଆମର ଘରର କ'ଣ କ'ଣ ସବୁ ଆମର କରାଯାଉଛି ଆପଣମାନଙ୍କୁ ତ ମୁଁ ସବୁ କିଛି ଦେଖେଇବି। ଆଉ ବର୍ତ୍ତମାନ ଆମର ଲିପା ପୋଛା କାର୍ଯ୍ୟକ୍ରମ ତ ଘର ଦ୍ୱାର ସବୁ ହେବ, ଆପଣମାନଙ୍କୁ ସବୁ ଦେଖେଇବି ଏଇ ଭିଡ଼ିଓରେ। ଆଉ ଚାଲନ୍ତୁ ବର୍ତ୍ତମାନ ଆମର ଘରେ ସବୁ କ'ଣ ହେବ, ଶନିମେଳାର ସବୁ କ'ଣ ଆୟୋଜନ ସବୁ କରାଯିବ ଆପଣମାନଙ୍କୁ ସବୁ ଦେଖେଇବି। ଆଉ ପ୍ରଥମେ ଗୋଟେ ଆପଣ ସବସ୍କ୍ରାଇବ୍ କରିବେ। ସବସ୍କ୍ରାଇବ୍ କେବେ ହିଁ କରୁନାହାନ୍ତି ଆପଣମାନେ। ମୁଁ ତ ସବୁ ନୂଆ ନୂଆ ଭିଡ଼ିଓ ଆପଣଙ୍କୁ ସବୁ ନେଇ ଆସୁଛି, କେବେ ସବସ୍କ୍ରାଇବ୍ ଆପଣ ଗୋଟେ କରୁନାହାନ୍ତି। ଚାଲନ୍ତୁ ବର୍ତ୍ତମାନ ଆମେ ଦେଖେଇବି ସବୁକିଛି। ଆମର ଘରର ଆଜି ଶନି ମେଳା ହେବ। ଆଉ ଚାଲନ୍ତୁ ଆଗକୁ ଯିବା, କ'ଣ ସବୁ ହେବ ଆପଣମାନଙ୍କୁ ଦେଖେଇବି। ବର୍ତ୍ତମାନ ଦେଖନ୍ତୁ ଫୁଲ ତୋଳା ସରି ସାରିଲାଣି, ଆଉ କିଛି ଫୁଲ ତୋଳା ଯିବ। ଏତିକି ଫୁଲ ତୋଳା ସରିଛି। ଆଉ ଚାଲନ୍ତୁ ଆଗକୁ ଯିବା, କ'ଣ ସବୁ ଦେଖିବା। ହେଲା ନା? ନଡ଼ିଆ ଦିଟା ଏତେ କଷ୍ଟ କରି ଦିଟା ନଡ଼ିଆ ବିଛା ହେଲା। ଗୋଟେ ନଡ଼ିଆ ବା, ଆଉ ଗୋଟେ ନଡ଼ିଆ ଡାବ ଦିଟା ନଡ଼ିଆ ହେଲା। ଶନିମେଳାରେ ଆଜି ଭୋଗ କରାଯିବ। ଦେଖନ୍ତୁ ଆଜି ସକାଳୁ ସକାଳୁ ମେଘ ହୋଇଛି, ଉଦା ମଧ୍ୟ ହୋଇଛି। ଦେଖନ୍ତୁ ସକାଳୁ ମେଘ କେଉଁ ଭଳିଆ ହୋଇଛି, ଆଉ କୁହୁଡ଼ାର ମେଘ ଦେଖନ୍ତୁ ଆକାଶରେ ମେଘ ରହିଛି କେଉଁ ଭଳି। ଆଉ ସବୁ କାଦ କରି ପକେଇଛି, ଓଦା ହୋଇଛି। ଆଜି ତ ଶନିମେଳା ହେବ, କ'ଣ ହେବ ଆଗକୁ ସବୁ ଦେଖିବା। ମେଘ ହେଉଛି କି ତାର ଖରା କରୁଛି, କ'ଣ ସବୁ ହେଉଛି ଦେଖିବା। ଚାଲନ୍ତୁ ବର୍ତ୍ତମାନ ଆମେ ସକାଳୁ ସକାଳୁ କିଛି ନିତ୍ୟକର୍ମ ସାରିଦେବା। ଚାଲନ୍ତୁ, ତାପରେ ଆପଣମାନଙ୍କୁ ଆମେ ଦେଖେଇବୁ। ସେ ପାଖରେ ମେଘ ହେଉଛି, ଏ ପାଖରେ ଲିପୁଛି ବସିକି। ଗୁଗୁର ପାଣିରେ ଲିପୁଛି। ମେଘ ହେଉଛି ଏପଟରେ, ଲିପୁଛୁ କାହିଁକି? ଆଜି ମେଘ ଛାଡ଼ିବ ନା? ଆଜି ଯେଉଁ ପାଣି ବୋହୁଛି ମେଘ ହେଇକି ଉଦା ହେଇଛି, ଏପଟରେ ଲିପୁଛି, ସବୁ ଚାରିଆଡ଼େ ଉଦା କରୁଛି। ତ ଆଜି ଶନିମେଳା, ଆଜି ଆଜି କ'ଣ ହବ ଆମ ଘରେ ସବୁ ଆପଣମାନଙ୍କୁ ଆମେ ଦେଖେଇବୁ। ଆଉ ବର୍ତ୍ତମାନ ଆମର ମନ୍ଦିର ଯିବା ପାଇଁ ସବୁ ଚାଲିଛି। ଦେଖନ୍ତୁ ସଜା ସବୁ ଚାଲିଛି, ଫୁଲ ଧୂପ। ଆଉ ବୋଉ ବର୍ତ୍ତମାନ ମନ୍ଦିର ଯିବ। ଦେଖନ୍ତୁ ଏ ପାଖରେ ନଡ଼ିଆ ଛଡା ଯାଉଛି, ଶୁଖିଲା ନଡ଼ିଆ ଢେର ଟାଣ ଖାଉଛି। ଆଉ ନଡ଼ିଆ ଛଡା ଯାଉଛି, ଦେଖନ୍ତୁ କୋଉ ଭଳି ଭାବରେ। ଆଉ ଏ ଗୋଟେ କଞ୍ଚା ନଡ଼ିଆ ଛଡା ଯାଉଛି, ଆଉ ଗୋଟେ ଶୁଖିଲା ନଡ଼ିଆ। ଶୁଖିଲା ନଡ଼ିଆ ଟା ବହୁତ ଟାଣ ଖାଇବା। ମନ୍ଦିର ଯିବୁ ବର୍ତ୍ତମାନ ଶନି ମନ୍ଦିର। ଏ ପାଖରେ ସଜା ଚାଲିଛି ଆମର ମନ୍ଦିର ଯିବା ପାଇଁ। ଆଉ ସନ୍ଧ୍ୟା ବେଳେ ଆମର ବ୍ରାହ୍ମଣ ଆସିବ ପୂଜା କରିବା ପାଇଁ। ସେ ଛଡେଇଲା ହେଲାନି, ମୁଁ ଛଡଉଛି। ଦି ଜଣ ଗୋଟେ ନଡ଼ିଆକୁ ଦି ଜଣ ଛଡଉଛୁ କୋଉଭଳି ଭାବରେ। ନଡ଼ିଆ ହିଁ ଫାଟିଯିବ, ଏ ଶୁଖିଲା ନଡ଼ିଆ ଢେର ଟାଣ ଖାଉଛି। ମୁଁ କହିନି ଯୋଉ କରିନାହିଁ, ତମେ କରିଥିଲ।
ଗୋଟେ ନଡିଆକୁ ଆମେ 2 ଜଣ ମିଶିକି ଛଡଉଛୁ ଆଉ ନଡିଆ କଥା ଟାଣୁଛୁ ଯେ ବାହାରୁ ନାହିଁ। ହଁ କେତେ ମାନେ ଶୁଖି ଯାଇଛି ନଡିଆ ଟା ପୁରା ଶୁଖିଲା ନଡିଆ ଟାଣ ଖାଉଛି ଆଉ ଏଇ ନଡିଆ ଟା ଭଲ ଭାବରେ ହବ। ଏଇଥିରେ ବାହାରିଛି ଦେଖନ୍ତୁ ଟାଣିଲା ବେଳକୁ ବାହାରି ଆସିଛି। ଗୋଟେ ନଡିଆକୁ ଛଡେଇ ଦେଇ ଆମକୁ ଘଣ୍ଟେ ଲାଗିଗଲା 2 ଜଣକୁ ପୁଣି ଜଣେ ଛଡେଇଲାନି ଏତିକି ତାର କତା ବାହାରିଲା। ଧୂଆଁ ଦିଆଯିବ ଆମର ଝୁଣା ଧୂଆଁ ଠାକୁରଙ୍କ ପାଖର ଆଉ ନଡିଆଟି ଦେଖନ୍ତୁ କେତେ ଗୋଟେ ବାହାରିଛି। ଆପଣ ମାନେ ନିହାତି ଦେଖୁଥିବେ ଯେ ଆମର ପରିଶ୍ରମ ମୂଲ୍ୟଟି ଏତିକି ବଡ ନଡିଆ। ଆଉ ଗୋଟେ କଞ୍ଚା ନଡିଆ ରହିଛି ସେ ସାଙ୍ଗେ ସାଙ୍ଗେ ହେଇଯିବ। ତେଲ ଦେହରେ ସବୁ ଗୁଳା ହେଉଛି। ପୁରୀ ବର୍ତ୍ତମାନ ହବ ଆମର ଶନିମେଳା ଆଜି। ଦିନେ କରିବ ଆଉ। ମାଖନ ପୁରୀ ବର୍ତ୍ତମାନ ଆମର ମାଖନ ପୁରୀ ହବ। କେତେ ପାଣିର କେତେ ଅଟା। ତ ଏ ପାଖରେ ଶନିମେଳା ପାଇଁ ଆମର ପୁରୀ ବନା ଚାଲିଛି। ବର୍ତ୍ତମାନ ଆମର ଦେଖନ୍ତୁ କୋଉ ଭଳି ଭାବରେ ଆମର ରେଡି ହେଇ ସାରିଲାଣି ଆମର ପୁରୀ ଗୋଲା କରିବା ପାଇଁ। ଆଉ କିଛି ସମୟ ପରେ ଆମେ ଦୋଳା ମାନେ ଅଟା ଦଳା ଚାଲିଛି ଆଉ ତାପରେ ଆମେ ପୁରୀ ବେଲିବା। ବର୍ତ୍ତମାନ ଗୋଲା କରା ଚାଲିଛି ଦେଖନ୍ତୁ। ଗୋଲା ଯାଇକି ଗୋଟେ ଜାଗାରୁ ଅନ୍ୟ ଜାଗାକୁ ରଖାଯାଉଛି। ତାପରେ ଆମେର ବେଲା ଯିବ। ଗୋଟେ ପୁରୀ ବେଲା ସରିଛି ଆଉ ଏତିକି ବେଲା କରିକି ରଖାଯାଇଛି। ତାପରେ ଆମର ବେଲା ଯିବା ଆଉ କିଛି ଯୋଉ ଯାହା କିଛି ରହିଲା ଅଲଗା ଗଲା ତାକୁ ସବୁ ବେଲା ଯାଉଛି। ଚାଲନ୍ତୁ ଯିବା ଚୁଲି କତିକି ବର୍ତ୍ତମାନ ଆମର ପୁରୀ ଛାଙ୍କିବା ଚାଲନ୍ତୁ। ତ ବର୍ତ୍ତମାନ ଆମର ପୁରୀଟା କେଉଁ ଭଳି ଭାବରେ ହେଉଛି ଆପଣମାନେ ଦେଖନ୍ତୁ। ଆମର ଆଜି ପୂଜା ରହିଛି ତେଣୁକରି ପୁରୀ ଦିଆଯିବ ଭୋଗରେ। ଚାଲନ୍ତୁ ବର୍ତ୍ତମାନ ଚୁଲି ପାଖକୁ ଯିବା ଆଉ ପୁରୀ ଆମେ ଦେଖିବା ଚାଲନ୍ତୁ ପୁରୀ କୋଉ ଭଳି ଭାବରେ ଛଙ୍କା ଚାଲିଛି। ଦେଖନ୍ତୁ ଏତିକି ସାରା ପୁରୀ ଆମର ବେଲା ସରିଛି ଆଉ କିଛି ପୁରୀ ଛଙ୍କା ସରିଛି। ଆଉ କଢା ମଧ୍ୟ ତେଲ ଗରମ ହେଇ ସାରିଲାଣି ପୁରୀ କିଛି ଛଙ୍କା ସରିଛି। ଆଉ କିଛି ପୁରୀ ବାକି ରହିଛି ଚାଲନ୍ତୁ ଦେଖିବା ପୁରୀ କୋଉ ଭଳି ଭାବରେ ଆମର କଢାରେ ଆମର ପୁରୀ କୋଉ ଭଳିଆ ହଉଛି। ବହୁତ ସୁନ୍ଦର ଫୁଲି ସାରୁଛି ଦେଖନ୍ତୁ ପୁରୀ କେତେ ସୁନ୍ଦର ଫୁଲି ଯାଉଛି। ହେଇଗଲା ବର୍ତ୍ତମାନ ରେଡି ଆମର ପୁରୀ ଆଉ କିଛି ରହିଛି ବାକି। ତାପରେ ଆମେ ସବୁ ଛାଙ୍କିଦବା ଏଇଭଳି ଚୁଲିରେ ଜାଳ ପଡିଛି। ଆଉ ଗ୍ୟାସ ରେ ଅଧିକା ଗ୍ୟାସ୍ ଖର୍ଚ୍ଚ ହେଇଯିବ ତେଣୁ କରିକି ଆମେ ଚୁଲିରେ ବର୍ତ୍ତମାନ ତ ଗ୍ୟାସ୍ ବର୍ତ୍ତମାନ ଟାଇମରେ ମିଳୁନାହିଁ। ତେଣୁ କରିକି ଆମେ ଚୁଲି କି ଆପଣେଇଲୁ।
ବର୍ତ୍ତମାନ ଆମର ପୁରୀ ସରିଯାଇଛି ଆଉ କ୍ଷୀରି ବସିଛି ବର୍ତ୍ତମାନ ହାଣ୍ଡିରେ। ଚାଲନ୍ତୁ ଦେଖିବା ଆମର କ୍ଷୀରି କୋଉଭଳି ଭାବରେ ଆମର କ୍ଷୀରି ଆମର ହେଲାଣି କି ନାହିଁ। ଚାଲନ୍ତୁ ବର୍ତ୍ତମାନ ଆମେ ଟିକେ ଡାଙ୍ଗେଇ ଦେବା, ବାମ୍ଫ ବାହାରୁଛି ହାତରେ, ଗରମ ବାମ୍ଫ ପଡିଯିବ, ତେଣୁ କରିକି ଆମେ ଆସ୍ତେ ଆସ୍ତେ ଡାଙ୍ଗେଇ ଦେବା। ଚାଲନ୍ତୁ ଦେଖିବା ଆମର ହେଲାଣି କି ନାହିଁ ଟିକେ ଖୁସୁଣୀରେ ଦେଖିବା। ଚାଲନ୍ତୁ। ପଟରେ ଖଇ ବଛା ଚାଲିଛି ଆଉ ଆମର ଶନିମେଳା ଯୋଉ ଶନିଦେବଙ୍କ ପାଖରେ ଭୋଗ ଲାଗିବ। ଆଉ ଏପଟରେ ଧାନ ଖଇର ମାନେ ଧାନ ଯୋଉ ଗୋଟେ ଗୋଟେ ରହିଛି ତାକୁ ବଛା ଚାଲିଛି। ଖଇ ବଜା ଯାଇଥିଲା। ଆଉ ଚାଲନ୍ତୁ ଆଗକୁ ଯିବା, କଣ ସବୁ ହଉଛି ଦେଖିବା। ଚାଲନ୍ତୁ ବର୍ତ୍ତମାନ ଆମେ ଖସା ଲଡୁ କିଛି ତିଆରି କରିନବା। ଦେଖନ୍ତୁ ଖସା ରହିଛି ଆଉ ଗୁଡ ରହିଛି। ଇଏ ହେଲା ଗୁଡ଼ ଗୋଡରେ ପାଗ ଧରିକି ଆମେ ଖସା ତିଆରି କରିନବା। ଗ୍ୟାସ ରେ ଟିକେ ତିଆରି କରିନବା ଆଉ କମ ଖର୍ଚ୍ଚ ହବ, ତେଣୁ କରିକି ଆମେ ଗ୍ୟାସରେ କରିନବା। ଚାଲନ୍ତୁ ବର୍ତ୍ତମାନ ଗୋଡ ମାନେ ତଲରିବା ପାଇଁ ଆମର ଛଡା ଗଲା। ଗୁଡ଼ ପାଗ ଆସ୍ତେ କରାଯିବ ଆସ୍ତେ ଆଗ। ଟୋପେ ପାଣି ଦେଲେ ତଲିରି ଯିବ। ତାପରେ ଗୋଡ ପାଗ ଧୋଇ ସାରିଲା ପରେ ଆମେ ଖସାକୁ ତାଦେହର ଆଡ କରିକି ଲଡୁ ବନେଇ ନବା। ବର୍ତ୍ତମାନ ଚାଲନ୍ତୁ ଗୋଡ ତଲିରେଇବା ପାଇଁ ଆମେ କିଛି ସମୟ ଛାଡିଦବା। ତାର ପାଗ ଆସିଯିବ, ବର୍ତ୍ତମାନ ଆମର ଗୁଡ଼ ପାଗ ଆପଣ ମାନଙ୍କୁ କରାଯାଉଛି, ଦେଖେଇବି ଖସା ସବୁ ଲଡ଼ୁ କିଛି ଏଇ କରାଯିବ। ଭିଡିଓରେ। ଆପଣ ମାନେ ଶନିଦେବଙ୍କ ପାଇଁ ଗୋଟେ ଗୋଟେ ସବସ୍କ୍ରାଇବ କରନ୍ତୁ। କେଉଁମାନେ ଶନିଦେବଙ୍କୁ ଭଲ ପାଆନ୍ତି ଗୋଟେ ଗୋଟେ ସବସ୍କ୍ରାଇବ କରିବେ। ଚାଲନ୍ତୁ ଯିବା। ବର୍ତ୍ତମାନ ଗୋଡ ଉତରି ସାରିଲାଣି ଆଉ ତାକୁ ତଳକୁ ଓହ୍ଲେଇ ଆଣିକି ବର୍ତ୍ତମାନ ଆମର ଗୁଡ଼ ପାଗ ଆସିଗଲା। ଆଉ କିଛି ସମୟ ପରେ ଆମର ଲଡୁ କରାଯିବ। ଆପଣ ମାନେ କେତେ ଏକ୍ସାଇଟେଡ ଅଛନ୍ତି ଆମ ଲଡୁ ଦେଖିବା ପାଇଁ କମେଣ୍ଟରେ ଲେଖି ଦିଅନ୍ତୁ। ବର୍ତ୍ତମାନ ଆମେ ଦେଖି ନବା ଗୋଡ ହେଇ ସାରିଲାଣି କି ନାହିଁ, ପାଣିରେ ଟୋପେ ପକେଇକି ପାଗ ଧରି ନବା। ଚାଲନ୍ତୁ ବର୍ତ୍ତମାନ ତଳକୁ ଓହ୍ଲେଇ ଆଣିଲେ ଆଉ ଖସା ଟା ବୁଣିଦବା ଖସା ତା ଉପରେ ବୁଣି ଦେଇ ସାରିଲା ପରେ ଖୁସୁଣୀରେ ଆମେ ନୋଟ ବୋର୍ଡ କରିଦବା। ତାପରେ ଆମେ ମଇଦା କିଛି ବୁଣି ଦେଇକି ତାକୁ ଲଡୁ ଗୋଟେ ଗୋଟେ ବନେଇଦବା। ଚାଲନ୍ତୁ ଆଗକୁ ଯିବା, କଣ ହଉଛି ଦେଖିବା। ବର୍ତ୍ତମାନ ଆମେ ଡାଙ୍ଗେଇ ଦେବା। ବର୍ତ୍ତମାନ ଆମର ମଇଦା ଦିଆ ହେଲା ଲଡୁ କରାଯିବ। ବର୍ତ୍ତମାନ ଆମର ଲଡୁ କରା ଚାଲିଛି ଆଉ ଗରମ ମଧ୍ୟ ହୋଇଛି ଯେ ସେ ତାରି ଭିତରେ ଲଡୁ ଶୀଘ୍ର ଶୀଘ୍ର ବନେଇବାକୁ ପଡିବ। ଯେ ହାତ ପୋଡି ଯାଉଛି ଗରମରେ, ତାରି ଭିତରେ ବି ଲଡୁ କରାଯାଉଛି ହାତରେ। ଦେଖନ୍ତୁ ଗୋଲ ଆସୁନାହିଁ, ଗରମ ଗରମ ଯାହା କିଛି ହେଇଛି ଲଡୁ। ଆପଣ ମାନେ ନିହାତି କ୍ଷମା କରିଦେବେ ଆମ ଲଡୁ ଦେଖିକି, ଯେ ଗୋଲ କରିପାରିଲୁନି ଗରମ ହୋଇଛି ହାତରେ। ଆଉ ତେଣୁକରି ଥଣ୍ଡା ହେଇଗଲେ ସେ ଜାମ ହେଇଯିବ। ଚାଲନ୍ତୁ ବର୍ତ୍ତମାନ ଆମର ଭୋଗ କରିବା ପାଇଁ ଆମର କିଛି ଲଡୁ ବନେଇବାର ଥିଲା। ଆଉ ଖଇ ବଛା ମଧ୍ୟ ଚାଲିଛି। ବର୍ତ୍ତମାନ ଆମର ବ୍ରାହ୍ମଣ ଆସି ସାରିଲେଣି। ଚାଲନ୍ତୁ ତ ବ୍ରାହ୍ମଣ ବର୍ତ୍ତମାନ ଆମର ପୂଜା କିଛି ସାରିଲେଣି ଆଉ ହୋମ ମଧ୍ୟ ଲଗେଇ ସାରିଲେଣି। ବର୍ତ୍ତମାନ ଆମର ଠାକୁର ଯୋଉ ମା ରହିଛନ୍ତି ତାଙ୍କ ନାଁରେ ଆହୁତି କରାଯାଉଛି। ଆଉ ବର୍ତ୍ତମାନ ଆମର ମତେ ବ୍ରାହ୍ମଣ ମଧ୍ୟ କହିଲେ ବହି ପଢିବା ପାଇଁ, ଆଉ ମୁଁ ମନା କରି ପାରିଲିନି। ଆଉ ତେଣୁ କରିକି ବହି ମଧ୍ୟ ମତେ ପଢିବାକୁ ପଡିଲ। ଚାଲନ୍ତୁ ଆଗକୁ ଯିବା। ବର୍ତ୍ତମାନ ଆମର ହୋମ କାର୍ଯ୍ୟକ୍ରମ ଆରମ୍ଭ ହଉଛି। ଆଗକୁ ଯିବା, କଣ ସବୁ ହଉଛି ଦେଖିବା। ଚାଲନ୍ତୁ। एतत् इन्द्राय स्वाहाय इन्द्राय जमाय स्वाहाय जमाय सोमाय स्वाहाय सोमाय व्रतदष्टाय स्वाहाय व्रतदष्टाय वास्तुपुरुषाय स्वाहाय वास्तुपुरुषाय तो ग्रहमंडलाय स्वाहाय ग्रहमंडलाय आकाशादि अंतरिक्षाय स्वाहाय अंतरिक्षाय विश्वावसुभ्य स्वाहाय विश्वावसुभ्य सप्त समुद्रभ्य स्वाहाय सप्त समुद्रभ्य सप्त तीर्थभ्य स्वाहाय सप्त तीर्थभ्य ବର୍ତ୍ତମାନ ନନା ପୂଜା କରୁଛନ୍ତି, ମୁଁ ଆପଣ ମାନଙ୍କୁ ଦେଖେଇ ଦଉଛି ସବୁ କିଛି। ଆଉ ଦେଖନ୍ତୁ କୋଉଭଳି ଭାବରେ ଆମର ପୂଜା କାର୍ଯ୍ୟକ୍ରମ ସବୁ ଚାଲିଛି। ଆଉ ଆମେ ମଧ୍ୟ ବସିଛୁ, ନନା କହିଲେ ବସିବା ପାଇଁ ପୂଜା ପାଖରେ।
ଆଉ ବସିଛୁ ନନା ଯାହା କହୁଛନ୍ତି ଆମେ ବୋଧେ ସେୟା କରୁଛୁ। ବର୍ତ୍ତମାନ ଆମର ପୂଜା କାର୍ଯ୍ୟକ୍ରମ ତ ଚାଲିଛି ଆଉ ନନା ମଧ୍ୟ ମୋତେ କହିବେ ବହି ପଢ଼ିବା ପାଇଁ ଆଉଥିରେ ଘିଅ ଟିକେ ଦେବା ପାଇଁ ନନା କହିଲେ। ମୁଁ ଘିଅ ଟିକେ ଦେଉଛି କୃଷିରେ କୃଷି ଯେଉଁ ଅଛି ନନା ଦେଉଥିଲେ ସେଇ କୃଷିରେ ଦେବା ପାଇଁ କହିଲେ ଘିଅ। ଚାଲନ୍ତୁ ଆଗକୁ ଯିବା କ'ଣ ସବୁ ହବ ଦେଖିବା ଆପଣମାନଙ୍କୁ ସବୁ ଦେଖେଇବି। ଯେଉଁମାନେ ଶନିଦେବଙ୍କୁ ମାନେ ଭଲ ପାଉଛନ୍ତି ସେମାନେ ଗୋଟେ ସବସ୍କ୍ରାଇବ୍ କରିବେ ଆଉ ଭିଡ଼ିଓକୁ ଆଗକୁ ବଢ଼ିବା ପାଇଁ ସାହାଯ୍ୟ କରିବେ। ପ୍ଲିଜ୍ ଆପଣମାନେ ହେଲ୍ପ କରନ୍ତୁ। ଶନିଦେବ ଆପଣମାନଙ୍କର ମଙ୍ଗଳମୟ କରିବେ। ଚାଲନ୍ତୁ ବର୍ତ୍ତମାନ ଯିବା ଆଗକୁ। ବହି ପଢ଼। ଏବେ ମୋର ବହି ପଢ଼ିବା ପର୍ଯ୍ୟନ୍ତ ଚାଲିଥିବ, ବହି ଯେ ପର୍ଯ୍ୟନ୍ତ ଚାଲିଥିବ ତାପରେ ମୁଁ ଆସିକି ଯାହା ରହିଥିବ ବହି ଶେଷ ହେଲା ପରେ ବଢ଼େଇ ପଳେଇବି। ତମେ ତ ବୁଲେଇବ ଏଠି ପାଣି ଆଉ ବୁଝିପାରୁଛ ନା? ତମେ ତିନିଟା ସେଟା ବୁଲେଇବ। ବୁଲେଇ ମୁଁ ଏଇ ଦିଟାକୁ ମୋର ବୁଲେଇ ଦେଇ ପଳେଇବି। ଆହେ ପ୍ରଭୁ ଦୟା କର ଗୋସାଇଁ ନିଦରୁ ଉଠିଣ ଶୁଣି ରୋଦ ପଳାପଳି ହୋଇ ବହୁ କନ୍ଦା କଟା କଲେ ରଙ୍କିନୀ ପାଇଲ ଶନିଙ୍କ କଥା କହିଲା ଅନ୍ଧବିଶ୍ୱାସ ପୁଣି ବୋଲେ ଚାଲ ଏବେ ଗୃହକୁ ଚଳିବା। ଯେ ନନା କହିଲେ ମୋତେ ପଢ଼ିବା ପାଇଁ ନନା ମୋ ସହିତ ପାଳି ଧରୁଛନ୍ତି। ଦେଖନ୍ତୁ କୋଉଭଳି ଭାବରେ ଆଉ ନନାଙ୍କର ମୁଖସ୍ଥ ହୋଇସାରିଛି। ମୋତେ ବହି ଦେଇକି ନନା ପଢ଼ୁଛନ୍ତି। ଖାଲି ସେମିତି ତାଙ୍କର ମନେ ରହିଯାଇଛି। ଡେଲି ତାଙ୍କର ପୂଜା କରୁଛନ୍ତି ବୋଲି ତାଙ୍କର ମନେ ରହିଯାଇଛି। ଆମେ ତ ମନେ ରଖିନାହୁଁ, କେବଳ ବହି ଧରିକି ଗାଉଛୁ। ଚାଲନ୍ତୁ ଆଗକୁ ଯିବା ଆଉ ବହି ପଢ଼ାଟି କେତେ ବାଟ ସକ୍ସେସ୍ ହେଉଛି ଆଗକୁ ଦେଖିବା। ବର୍ତ୍ତମାନ ଶନିଦେବଙ୍କର ଦୟା ରହିଲେ ବହି ମଧ୍ୟ ସବୁ ପଢ଼ିଦେବି। ଚାଲନ୍ତୁ ବହି ମୋତେ ଦେଇଛନ୍ତି ପଢ଼ିବା ପାଇଁ। ଆଗକୁ ଚାଲନ୍ତୁ ଦେଖିବା ବହି ପଢ଼ାଟି କେତେ ସକ୍ସେସ୍ ହେଉଛି। ଆଉ ନନା ଚାଲନ୍ତୁ ଦେଖିବା ନନା କ'ଣ କରୁଛନ୍ତି। ମଙ୍ଗୁ ପାଇ କରା ଅଟେ ନଗ୍ରହ ତାକୁ ଡକାଇ ପୁଣି ସେ ଆଏ ସର୍ଦ୍ଦାର ଯେ ଶନି ମେଳା କରୁଥିବ ତୁମେ ଯାଇନ ତାକୁ ଭାଙ୍ଗି ପକାଇବ। ଏଭଳି ତାଗିଦା ଶୁଣି ସର୍ବେ ଡରି ଗଲେ। ଜମିଦାର ଭয়ে କେହି ମେଳା ନ କରିଲେ। ହରି ସାହୁ ଏକା କାହା କଥା ନ ମାନିଲା। ବନ୍ଧୁବାନ୍ଧବ ଡକାଇ ମେଳା ଆରମ୍ଭିଲା। ପାଇକରା ଲୋକ ମୁଖ ପାଇନ ସନ୍ଧାନ ପ୍ରବେଶ ହୋଇଲା ମେଳା ମଣ୍ଡପେ ଯାଇନ। ହରି ସାହୁକୁ ସେ ଗାଳି ଦେଲା ଅତି କ୍ରୋଧେ। ବୋଇଲା ଜମିଦାରଙ୍କୁ ନ ମାନିଲୁ ରେ। ତେଣୁ ତପ୍ତାର ଆଉ ରହିବ ମାର୍ଜନା। ଦେବୁ 500 ଟଙ୍କା ନିଶ୍ଚୟ ଜୁରିମାନା। ମେଳା ସ୍ଥାନକୁ ଭାଙ୍ଗି ଫୋପଡ଼ାଇ ଦେଲା। ସେଠାରେ ଥିବା ଲୋକଙ୍କୁ ମାଡ଼ ମରାଇଲା। ନିଜ ପୁତୁରାକୁ ଡାକି ନେଲା ନିଜ ଘରେ। ଶୋଇଲା ଆନନ୍ଦେ ଯାଇ ଖଟ ସୁପାତିରେ। ଶନି କ୍ରୋଧ କଲେ ହେଲା ଅମଙ୍ଗଳ। ଦୁର୍ଦଶା ପଡ଼ିଲା ଯେବେ ହୋଇଲା ସକାଳ। ଗାଧୋଇବା କାଳେ ବହୁ ଜଳେ ବୁଡ଼ିଗଲା। 3 ଦିନ ପରେ ପୁଅ ଶ୍ୱାସରେ ପଡ଼ିଲା। କିଛି ଦିନ ରହି ପୁଣି ଜମପୁର ଗଲା। ପାଇକରା ବୁଢ଼ା ଭାଳି ନାଶ ହେଲା। ଜମିଦାରଙ୍କୁ ଦୁର୍ଦଶା କହିଲେ ନ ସରେ। କିଛି ନ ରହିଲା ଭଣ୍ଡାର ମଧ୍ୟରେ। ଜ୍ୱର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ବଂଶପୋତା ହେଲା ଔଷଧ ନ ମାନଇ।
ଯେତେ ଧନ ସଞ୍ଚିଥିଲା ଥିଲା ଅମାର ଭିତରେ ମୂଷା ବୋଇ ନେଲେ ସବୁ ମାସ ଉଠି କରେ ତା ହାହାକାର ଜମିଦାର ଦାର କାଟି କାଟି ମରୁଥିଲା ମରୁଥିଲା ଦୈବ ଦିନେ ସରି କଥା ମନେ ପଡ଼ିଗଲା ତୁ ବିଚାର ମୁଁ ହେଲି ଶନିଶ୍ୱର ଦୁଇ ତେଣୁ ରଣବୁ ଗିରି ସେ ଜାଣି ରହି ଆୟ ଆୟ ମହାପ୍ରଭୁ ମହାପ୍ରଭୁ ମୋର ଦୋଷ କ୍ଷମା କର ତୁମ ବେଳା ମନା ସୁଧି କରିଦିଏ ଥର ଏତେ ଭାଳି ଡକାଇଲେ ସେ ସେ ହରିସାଉକୁ ବିଧିରେ ପୂଜିଲେ ଶନିଶ୍ୱର ଗ୍ରହକୁ ଖଇ କଦଳୀ ନଡ଼ିଆ ତିନି ଗୁଟି ଗୁଆ ଜାଳିଲା ମାଟି ଦୀପ ତାପି ଲୁଆ ପାଞ୍ଚ ମେଳା ନିଜ ଗୃହେ ନିଜେ ନିଜେ କଲା ଶେଷ ବେଳାକୁ ବ୍ରାହ୍ମଣ ହାତେ କରାଇଲା ବାନ୍ଧବ ମାନଙ୍କୁ କଲା ନିମନ୍ତ୍ରଣ ଶନିଗ୍ରହ ଶନିଗ୍ରହ ନାମେ ହୋମ ଆହୁତି ପ୍ରଦାନ ମେଳା ବଢାଇଲା କରି ହବ ହୋଲି ଦୋଷ କ୍ଷମା କର ବୋଲି ସାଷ୍ଟାଙ୍ଗେ ପ୍ରଣତି ହୋଇ ବନ୍ଧୁ ବାନ୍ଧବଙ୍କୁ ବାଣ୍ଟିଲା ପ୍ରସାଦ ଖାଇ ପିଇ ତ ଫ୍ରେଣ୍ଡସ୍ ବର୍ତ୍ତମାନ ଚାଲନ୍ତୁ ବହି ପଢ଼ା ତ ସରି ଯାହା ସାରିଲାଣି ଆଉ ନନା ଯାଇଛନ୍ତି ଆଳତି କରିବା ପାଇଁ କହିଲେ ମୋତେ ବହି ପଢ଼ିକି ସାରିଦେବୁ ମୁଁ ଆଳତି କରିକି ଆସେ ହନୁମାନ ମନ୍ଦିରଙ୍କ ପାଖରେ ଆଉ ତେଣୁକରି ମୁଁ ଭୋଗ ବନଉଛି ନନା ଆସିନେ ପାଣି ଛଡ଼େଇ ଦେବେ ଶନି ରାହୁ କେତୁ ଦୀପ ଜଳୁଛି ଦେଖନ୍ତୁ ଶନିଙ୍କର ଆମର ପୂଜା ଚାଲିଛି ବର୍ତ୍ତମାନ ଆମର ଶନି ବସିଛନ୍ତି ଆଉ ଠାକୁର ତେଣୁକରି ମୁଁ ଭୋଗ ବନଉଛି ଆଉ ଭିଡ଼ିଓଟିକୁ ଆମେ ଏଇଠୁ ଶେଷ କରିଦେଉଛୁ ଭିଡ଼ିଓଟି ଭଲ ଲାଗୁଥିଲେ ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରିବେ ଲାଇକ୍ କରିବେ କମେଣ୍ଟ କରିବେ ସେୟାର ମଧ୍ୟ କରିବେ ଆଉ ଭିଡ଼ିଓରେ କିଛି ତ୍ରୁଟି ଥିଲେ କ୍ଷମା କରିଦେବେ ଶନିଦେବଙ୍କ ପାଇଁ କ୍ଷମା କରିଦେବେ ଚାଲନ୍ତୁ ଶନିଦେବଙ୍କ ପାଇଁ ସମସ୍ତେ ଗୋଟେ ସବସ୍କ୍ରାଇବ୍ କରିଦେବେ ଚାଲନ୍ତୁ ବର୍ତ୍ତମାନ ଆମର ଭୋଗ ସମସ୍ତେ ଖାଇବେ ଆମର ଗାଁ ଲୋକକୁ ନିମନ୍ତ୍ରଣ କରାଯାଇଥିଲା ଭୋଗ କ୍ଷୀରି ଆଉ ପୁରୀ କିଛି କରାଯାଇଥିଲା ଆଉ ସେମାନଙ୍କୁ ବଣ୍ଟନ ମାନେ ପ୍ରସାଦ ଖାଇକି ଯିବେ ଶନି ଆସିଥିଲେ ରହିଲୁ ଜୟ ଶନିଦେବ।